ଜୟ ମା ମଙ୍ଗଳା। ପବିତ୍ର ଚୈତ୍ର ମାସର ଚତୁର୍ଥ ମଙ୍ଗଳବାର ବା ଶିବ ଚତୁର୍ଦ୍ଦଶୀରେ ମା ଭଗବତୀ କାକଟପୁର ବାସିନୀ ରାଜରାଜେଶ୍ୱରୀ ରୂପରେ ଦର୍ଶନ ଦେଉଛନ୍ତି। ମାଙ୍କ ମୁଖରେ ହଳଦୀର ପ୍ରଲେପ, ତତ୍ସହିତ ସିନ୍ଦୁରର ଟୋପା, ମସ୍ତକରେ ସୁବର୍ଣ୍ଣ ମୁକୁଟ, ନାସାରେ ସୁବର୍ଣ୍ଣ ବସନି, ସୁବର୍ଣ୍ଣର ମକର କୁଣ୍ଡଳ, ସୁବର୍ଣ୍ଣର ଚାପସରୀ, ଅନ୍ୟାନ୍ୟ ଅଳଙ୍କାରରେ ମା ଭଗବତୀ ସୁସଜ୍ଜିତ ହୋଇଛନ୍ତି। ଯଥା ମାଙ୍କର ମସ୍ତକରେ ରୂପାର ପଞ୍ଚମୁଖୀ ବେଲପତ୍ର ସୁଶୋଭା ଦେଖାଯାଉଛି। ମାଙ୍କ ଶରୀରରେ ଅନ୍ୟାନ୍ୟ ପୁଷ୍ପମାଲ୍ୟ ଶୋଭାବର୍ଦ୍ଧନ କରୁଛି। ଯଥା ଗଳାରେ ମନ୍ଦାର, ଟଗର, ଗେଣ୍ଡୁ, ଗୋଲାପ, ରଜନୀଗନ୍ଧା ଇତ୍ୟାଦି ଫୁଲରେ ମା ଭଗବତୀ ଦିବ୍ୟ ସ୍ୱରୂପିଣୀ ରୂପରେ ଦର୍ଶନ ଦେଉଛନ୍ତି। ତତ୍ସହିତ କବରୀରେ ରଜନୀଗନ୍ଧା, ମଲ୍ଲୀ ଇତ୍ୟାଦି ଫୁଲରେ ମା ଭଗବତୀ ସୁସଜ୍ଜିତ ଭାବରେ ଦର୍ଶନ ଦେଉଛନ୍ତି। ମାଙ୍କର ଏହି ଦିବ୍ୟ ସ୍ୱରୂପିଣୀ ରୂପକୁ ଦେଖି ଆପଣଙ୍କର ସଦା ସର୍ବଦା ସବୁବେଳେ ଦୁଃଖ ଦୁର୍ଦ୍ଦଶା ଦୂର ହେଇଯାଉ। ଜୟ ମା ମଙ୍ଗଳା।